Hello everyone, तो वेलकम बैक टू माय अनदर मिनी ब्लॉग। आई होप ଆପଣମାନେ ବହୁତ ହି ବଢ଼ିଆ ଥିବେ ଆଉ ଖୁସି ରହୁଥିବେ। ଏଇଟା ଟିକେ ଟ୍ୱିଷ୍ଟେଡ୍ ବିକଜ ଖାଲି ମୁଁ ନୁହଁ ମୋ ସହିତ ହ୍ୟାପି ଅଛି। ଏଇ ଦେଖନ୍ତୁ ମୁଁ ତାକୁ କହିଲି ମୋତେ ଟିକେ କିସ୍ କର, ସେ ମୋତେ କିସ୍ କଲା, ମୁଁ ବି ତାକୁ କଲି। ସେ ମୋତେ ଦେଖଉଛି ତା ଗାଲ କେମିତି ନାଲି ହେଇଗଲା କାରଣ ମୁଁ ଲିପଷ୍ଟିକ୍ ଲଗେଇଥିଲି ନା ସେଥିପାଇଁ। ତ ଆମେ ବାହାରିପଡ଼ିଲୁ ଟିକେ ମାର୍କେଟ କିଛି ବୁଲାବୁଲି କରିବୁ, କିଣାକିଣି କରିବୁ। ତ ବଡ଼ସାଙ୍ଗ ମାର୍କେଟ ବହୁତ ଗହଳି ଥିଲା ବିକଜ ଟୁମୋରୋ 15th ଅଗଷ୍ଟ ଇଣ୍ଡିପେଣ୍ଡେନ୍ସ ଡେ। ତ ସେ ଆପଣମାନଙ୍କୁ ହାଏ କହୁଛି, ସିଏ ବି ଧୀରେ ଧୀରେ ମୋ ଭିଡ଼ିଓରେ ସାମିଲ ହେଇଯିବ। ତ ଆମେ ଆସିଥିଲୁ ମଲ୍, ସବୁ କିଣାକିଣି କଲୁ। ତ କଣ କରିବୁ ଭାବି ଭାବି ଏମିତି ଗଲୁ କିଛି ଦୋକାନକୁ କଣ ଟିକେ ସପିଂ କରିବୁ। ତ ଏଇଠି କଣ ସେ କହୁଛି ମୁଁ କଣ କହିଲି ଡୋଣ୍ଟ ଆଇଡିଆ। ତମେ ଅଟୋରେ ବସିକି ଆସିଲୁ ଟିକେ କଣ ଖାଇବୁ କଣ କରିବୁ। ସେଠି ଗଲାବେଳକୁ ଏଇଠି ଟିକେ ମାଙ୍କ ମନ୍ଦିର ବାହାରୁ ଦର୍ଶନ କଲୁ, ମା ଝାଡେଶ୍ୱରୀ ମା। ତ ଗଲୁ ତାପରେ ମାର୍କେଟ ଗଲୁ। କଣ ଖାଇବୁ କଣ ତ ଜୋରେ ଟାୟାର୍ଡ ଥିଲା ତ ସେଥିପାଇଁ ଘରକୁ ନେଇ ଆସିବୁ ଆମ ଘରକୁ। ତ ସବୁ କିଣାକିଣି ସାରି ଏଇଠି ତାର ମୋର ଆସୁଛୁ, ତାର ମୋର ବହୁତ ଟାଇମ୍ ସ୍ପେଣ୍ଡ କଲୁ, ଏତେ ଖୁସି ଲାଗିଲା। ତ ଘରକୁ ଆସିକି ଖାଇଲୁ ବିରିୟାନୀ ଆଉ ଏମିତି ରୋଲ ଫୋଲ କଣ ଆଣିଥିଲୁ ଖାଇଲୁ। ତାପରେ ଏଇଠି ଦେଖନ୍ତୁ ତାର ମୋର କେମିତି ଏଇଠି ହଉଛି ଫୁଲେଇଙ୍କ ଭଳିଆ। ଦି ଫୁଲେଇ ମାନଙ୍କୁ ଦେଖିଥିବେ ତ ଆପଣମାନେ, ଦେଖିନଥିବେ ଦେଖିଦିଅନ୍ତୁ କେମିତି ହଉଛି। କିନ୍ତୁ ଯାହା ବି କୁହନ୍ତୁ ଲାଇଫରେ ଗୋଟେ ଭଲ ସାଙ୍ଗ ପାଇବା ମୁସ୍କିଲ, କିନ୍ତୁ ମୁଁ ପାଇସାରିଛି। ତ ଏତିକି ଥିଲା ଭିଡ଼ିଓ ଆଜି, ପୁଣି ଦେଖା ହବ ନେକ୍ସଟ ମିନି ବ୍ଲଗରେ। ଥ୍ୟାଙ୍କ ୟୁ ସୋ ମଚ୍ ଫର ୱାଚିଂ। ବାଏ ବାଏ, ଟେକ୍ କେୟାର, ଗୁଡ୍ ନାଇଟ୍।